AM Music। ଜ୍ଞାନୀ ରାଜା ସଲୋମନ ପିଲାମାନଙ୍କୁ ଉପଦେଶ ଦେଉଛନ୍ତି, ତୁମ୍ଭେମାନେ ଆପଣା ପିତାର ଆଜ୍ଞା ପାଳନ କର, ପୁଣି ଆପଣା ମାତାର ଆଦେଶ ପରିତ୍ୟାଗ କର ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ପୁନର୍ବାର ପ୍ରଭୁ ମୋତେ ଅଲିଉଡ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କ ଗହଣରେ ପୁନର୍ବାର ପ୍ରଭୁଙ୍କ ବାକ୍ୟ କହିବା ନିମନ୍ତେ ପ୍ରଭୁ ମୋତେ ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ଆଜି ଯେଉଁ ବାକ୍ୟମାନେ ପାଠ କରିବା ଆପଣମାନେ ପାଇବେ, ଆଦି ତାର 19 ପର୍ବ 30ରୁ 33 ପଦ। ଅନନ୍ତର ଲୋଟ ସୋୟାରରେ ବାସ କରିବାକୁ ଭୟ କରି ସେଠାରୁ ବାହାରି ଆପଣାର 2 କନ୍ୟାଙ୍କୁ ଘେନି ପର୍ବତରେ ବାସ କଲା। ତହିଁରେ ସେ ଓ ତାହାର 2 କନ୍ୟା ଗିରି କନ୍ଧରରେ ବାସ କଲେ। ଅନନ୍ତର ତାହାର ଜ୍ୟେଷ୍ଠା କନ୍ୟା କନିଷ୍ଠାକୁ କହିଲା, ଆମ୍ଭମାନଙ୍କର ପିତା ବୃଦ୍ଧ, ପୁଣି ସଂସାରର ବ୍ୟବହାର ଅନୁସାରେ ଆମ୍ଭମାନଙ୍କର ସହବାସ କରିବାକୁ ଏ ଦେଶରେ ତ କୌଣସି ପୁରୁଷ ନାହିଁ। ଆସ, ଆମ୍ଭେମାନେ ପିତାଙ୍କୁ ଦ୍ରାକ୍ଷାରସ ପାନ କରାଇ ପିତାଙ୍କର ବଂଶରକ୍ଷା ନିମିତ୍ତ ତାଙ୍କ ସଙ୍ଗେ ଶୟନ କରିବା। ତହୁଁ ସେହି ରାତ୍ରରେ ସେମାନେ ଆପଣା ପିତାକୁ ଦ୍ରାକ୍ଷାରସ ପାନ କରାନ୍ତେ ଜ୍ୟେଷ୍ଠା କନ୍ୟା ଉଠିଯାଇ ପିତା ସଙ୍ଗରେ ଶୟନ କଲା। ମାତ୍ର ତାହାର ଶୟନ କରିବାର ଓ ଉଠିଯିବାର ଲୋଟ ଜାଣିପାରିଲା ନାହିଁ। ପ୍ରଭୁ ଆମମାନଙ୍କର ଜୀବନରେ ଅନେକ ପ୍ରକାର କାର୍ଯ୍ୟ କରନ୍ତି। ପ୍ରଭୁ ମହାନ ଈଶ୍ୱର, ଯେ କି ଆମମାନଙ୍କୁ ପ୍ରେମ ମଧ୍ୟ କରନ୍ତି ଆଉ ତାହାଙ୍କର ଗୌରବ ନିମନ୍ତେ ଆମମାନଙ୍କୁ ମଧ୍ୟ ବ୍ୟବହାର କରନ୍ତି। ଯେତେବେଳେ ଲୋଟ ଓ ଅବ୍ରାହମ 2 ଜଣ ଗୋଟିଏ ଜାଗାରେ ରହି ଈଶ୍ୱରଙ୍କର ସେବା କରୁଥିଲେ, ସେ ସମୟରେ ଲୋଟ ଓ ଅବ୍ରାହମଙ୍କର ଅନେକ ଗୋରୁ ଗାଈ, ଓଟ, ଛେଳି, ମେଣ୍ଢା, ବିଭିନ୍ନ ପ୍ରକାର ପଶୁ ଜାତୀୟ ବିଷୟ ଥିଲା। ଆଉ ତାଙ୍କର ଜଗୁଆଳି ମାନଙ୍କର ମଧ୍ୟ ବହୁତ ଜଗୁଆଳି ଥିଲେ, ଯାହାଦ୍ୱାରା ଯେଉଁ ଦେଶରେ ସେମାନେ ବାସ କରୁଥିଲେ ଆଉ ତାଙ୍କର ଗାଈ ଗୋରୁ ଥିବାରୁ, ଏତେ ପଶୁ ଥିବାରୁ ସେମାନେ କ'ଣ କଲେ, ଆଉ ତାଙ୍କ ଭିତରେ ବଚସା ହେବାକୁ ଲାଗିଲା। ଜଗୁଆଳି ମାନଙ୍କ ମଧ୍ୟରେ ଯେତେବେଳେ ଅନେକ ଲୋକ ଗୋଟେ ଜାଗାରେ ଏକାଠି ହୁଅନ୍ତି, ଆଉ କ'ଣ ହୁଅନ୍ତି, ଧସ୍ତାଧସ୍ତି ହେଇଯାଆନ୍ତି, ପେଲାପେଲି ହୁଅନ୍ତି। ସେଇ ପ୍ରକାର ସେ ଜନ୍ତୁମାନେ ମଧ୍ୟ ଆଉ ସେ ଜୀବମାନେ ମଧ୍ୟ ନିଜ ନିଜ ଭିତରେ ଏପଟ ସେପଟ ହେଇଯାଉଥିଲେ, ଯାହାଦ୍ୱାରା କି ଜଗୁଆଳିମାନେ ସେମାନଙ୍କର ଠିକ୍ ସେ ଆଉ ଜଗି ପାରୁନଥିଲେ, ଦେଖି ପାରୁନଥିଲେ। ଯାହାଦ୍ୱାରା କି ଅବ୍ରାହମକୁ ଲୋଟ କହିଲେ, ଆଉ କ'ଣ, ପଶୁ ରକ୍ଷାମାନଙ୍କ ମଧ୍ୟରେ ଆଉ ବଚସା ହେବାରୁ ଲୋଟ ଅବ୍ରାହମଙ୍କ ଠାରୁ ଅଲଗା ହେବାକୁ ଚାହିଁଲେ। କିନ୍ତୁ ଅବ୍ରାହମ କ'ଣ କଲେ, ଅବ୍ରାହମ ଚାହୁଁନଥିଲେ ଯେ ଲୋଟ ତାଙ୍କ ଠାରୁ ଦୂରେଇ ଯାଆନ୍ତୁ। କିନ୍ତୁ ସଦାପ୍ରଭୁଙ୍କର ଇଚ୍ଛା ମତେ ଆଉ ସେ କ'ଣ କଲେ, ଲୋଟ ଆଉ ପୂର୍ବ ଦିଗରେ ଜର୍ଦ୍ଦନ ପାଖରୁ ସଦମ ହମରା ପର୍ଯ୍ୟନ୍ତ ତାହାଙ୍କର ସେ କ'ଣ କଲେ, ରାଜ୍ୟ ବିସ୍ତାର କଲେ। ସେ ଜର୍ଦ୍ଦନ ପାରସ୍ତ ଦେଖିଲେ, ଏତେ ସୁନ୍ଦର ଆଉ ଘାସ ଅଛି, ଏତେ ସୁନ୍ଦର ଆଉ ସବୁଜ କିଆରି ଅଛି, ଯାହାଦ୍ୱାରା କି ମୋର ପଶୁ ମାନେ ଆରାମସେ ରହିପାରିବେ। ଆଉ ସେ ଚିନ୍ତା କରିକି କ'ଣ କଲେ, ଜର୍ଦ୍ଦନ ପାରସ୍ତ ସଦମ ହମରାକୁ ସେ କ'ଣ କଲେ, ବାଛିଲେ। ଆଉ ତାଙ୍କ ରାଜ୍ୟ ବିସ୍ତାର କଲେ, ଆଉ ଆରାମସେ ସେ ଜାଗାରେ ସେମାନେ ରହିଲେ। ସେହି ଦେଶ ସଦମ ହମରା କଥା ମାନେ ପଢ଼ିଛୁ, ଆଉ ପ୍ରଭୁଙ୍କର କି ପ୍ରକାର କୋପ ସେ ଜାଗାରେ ପଡ଼ିଲା ମଧ୍ୟ ମାନେ ଜାଣିଛୁ। ସଦମ ହମରା ଏ ପ୍ରକାର ଗୋଟେ ଜାଗା, ସେଠାରେ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ, ପାପରେ ପତିତ ଲୋକମାନେ ଥିଲେ, ଆଉ ନିଶା ସେମାନଙ୍କର ଜୀବନର ସବୁଠୁ ବଡ଼ ବିଷୟ ଥିଲା। ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟରେ ହଜାର ହଜାର ବର୍ଷ ତଳେ ମଧ୍ୟ ଆଉ ସେ ଜାଗା କ'ଣ ହେଉଥିଲା, ନିଶା ଦ୍ରବ୍ୟରେ ଭର୍ତ୍ତି ଥିଲା। ଆଉ ବହୁତ ପ୍ରକାର ପାପମୟ କାର୍ଯ୍ୟ ସେ ଜାଗାରେ ହେଉଥିଲା। ଆଉ ସେଇ ଜାଗାରେ ଲୋଟ କ'ଣ କଲେ, ତାଙ୍କର ପରିବାର ବିସ୍ତାର କଲେ।
ତାଙ୍କର ବଂଶ ବିସ୍ତାର ହେଲା। ସେ ଜାଗାରେ ତାଙ୍କର ପଶୁ ପାଳକମାନେ ସେ ଜାଗାରେ ରହିଲେ, ପଶୁପକ୍ଷୀମାନେ ମଧ୍ୟ ସେ ଜାଗାରେ ରହିଲେ। ଆଉ ଯାହାଦ୍ୱାରା କି ଈଶ୍ୱରଙ୍କର କୋପ ସଦମ ହମରାରେ ବର୍ଷେଇବା ପାଇଁ ଚାହିଁଲେ। କ'ଣ ପାଇଁ ଚାହିଁଲେ? ଯେତେବେଳେ ଆମମାନଙ୍କର ପରିବାର ମଧ୍ୟରେ ମଧ୍ୟ ଯେତେବେଳେ ଆମମାନେ କିଛି ଗୋଟେ ଭୁଲ କରିଦେଉ, ଆଉ ସେ ସମୟରେ କ'ଣ ହୁଏ? ଆମମାନଙ୍କର ପରିବାର ମଧ୍ୟରେ ନିଶ୍ଚୟ ପ୍ରଭୁଙ୍କର କୋପ ଆସେ। ଆମମାନଙ୍କର ସନ୍ତାନ ମାନେ ଯେତେବେଳେ ଅବାଟରେ ଯାଆନ୍ତି, ଯେତେବେଳେ ଆମମାନେ ବାପା ମା ହୋଇକି ଅବାଟରେ ଯାଉ, ନିଶ୍ଚୟ ପ୍ରଭୁ ଆମମାନଙ୍କୁ ଶାସନ ଦ୍ୱାରା କ'ଣ କରନ୍ତି? ପରିବର୍ତ୍ତିତ ଜୀବନ ଦିଅନ୍ତି। ଆଘାତ ପାଇଲେ ହିଁ ଆମେମାନେ ପରିବର୍ତ୍ତିତ ହେଇଥାଉ। ସେଇ ପ୍ରକାର ସଦମ ହମରାକୁ କ'ଣ କଲେ? ନିପାତ କରିବାକୁ ଚାହିଁଲେ। କାରଣ ଏତେ ପାପ ସେ ଜାଗାରେ ବଢ଼ିକି ରହିଲା, ଯାହାଦ୍ୱାରା କି ଆଉ ସେ ଜାଗାରେ ସଦାପ୍ରଭୁ କ୍ରୋଧ କରିଲେ। ଯେ ପ୍ରକାର ନିନିବିକୁ ପ୍ରଭୁ କ'ଣ କଲେ? ଧ୍ୱଂସ କରିବାକୁ ଯାଉଥିଲେ, କିନ୍ତୁ ସେମାନଙ୍କର ପ୍ରଭୁ ପରାୟଣ ବିଷୟ ଦେଖି, ବିଶ୍ୱାସ ଦେଖି ଯେତେବେଳେ ସମସ୍ତେ ଏକଚିତ ହୋଇ ଯେତେବେଳେ ପ୍ରଭୁଙ୍କର ନିକଟବର୍ତ୍ତୀ ହେଲେ, ଆଉ ନିନିବିକୁ ସେ କ'ଣ କଲେ? ନିପାତ କଲେ ନାହିଁ। ଯଦି ସେ ସଦମ ହମରା ସେଇ ସମୟରେ ପରିବର୍ତ୍ତିତ ଜୀବନ କାଟିଥାନ୍ତା, ଆଜି ସଦମ ହମରାରେ ଲୋକ ବାସ କରିଥାନ୍ତେ। ଆଜି ମଧ୍ୟ ସେଇ ଜାଗାରୁ ଗନ୍ଧକର ମାଟିରେ ଗନ୍ଧକ ମିଳୁଛି। କାରଣ ଏପର୍ଯ୍ୟନ୍ତ ମଧ୍ୟ ସେ ଜାଗାରେ ଲୋକମାନେ ବାସ କରିପାରୁନାହାନ୍ତି। ସଦାପ୍ରଭୁ ଯେତେବେଳେ ତାହାଙ୍କର ଭୟଙ୍କର ରୂପ ଦେଖାନ୍ତି, ଆଉ ଯେତେବେଳେ ଲୋକମାନେ ଅବାଟରେ ଯାଆନ୍ତି, ଯେତେବେଳେ ବିଭିନ୍ନ ପ୍ରକାର ମନ୍ଦତାରେ ଲିପ୍ତ ହୁଅନ୍ତି, ସେତେବେଳେ ସଦାପ୍ରଭୁ କ'ଣ କରନ୍ତି? ତାହାଙ୍କର କ୍ରୋଧ ପ୍ରକାଶ କରନ୍ତି। ଯେତେବେଳେ ପ୍ରଥମ ପୃଥିବୀର ଲୋକମାନେ ଆଉ କ'ଣ ହେଲେ? ଆଉ ନୋହଙ୍କ ଛଡ଼ା ସେ କାହାକୁ ଆଉ ଛାଡ଼ିଲେ ନାହିଁ। ଆଉ ନୋହଙ୍କ ବିଷୟକୁ ଯଦି ଆମେ ଦେଖିବା, ନୋହଙ୍କୁ ଆଉ ତାଙ୍କର 3 ପୁତ୍ର 3 ବୋହୂ ଆଉ ତାଙ୍କ ସ୍ତ୍ରୀଙ୍କ ଛଡ଼ା ଆଉ ସବୁ ଗାଈ ଗୋରୁ ଛେଳି ମେଣ୍ଢା ବିଭିନ୍ନ ପ୍ରକାର ପଶୁ ପକ୍ଷୀ ସମସ୍ତଙ୍କୁ ଦୁଇ ଦୁଇଟି କରି ସେ ସମସ୍ତଙ୍କୁ ସୁରକ୍ଷା ଦେଲେ। ଆଉ ସମସ୍ତଙ୍କୁ ଗଛ ଲତା ପତ୍ରଠୁ ଆରମ୍ଭ କରି ଆଉ ସାରା ପୃଥିବୀକୁ ସେ କ'ଣ କଲେ? ଜଳ ପ୍ଲାବନ କଲେ। ସେଇ ପ୍ରକାର ସଦମ ହମରାରୁ ଲୋଟଙ୍କୁ ତାଙ୍କର ପରିବାରକୁ ସେ କ'ଣ କଲେ? ତାହାଙ୍କର ଦୂତମାନଙ୍କ ଦ୍ୱାରା ସେ ବାହାର କରି ଆଣିଲେ। କାରଣ ସେ ଲୋଟଙ୍କୁ ପ୍ରେମ କରୁଥିଲେ। ଲୋଟ ଅବାଧ୍ୟ ହେଲେ କ'ଣ ହେଲା? କିନ୍ତୁ ଲୋଟଙ୍କୁ ସେ ପ୍ରେମ କରୁଥିଲେ। ତାଙ୍କର ପରିବାରକୁ ସେ କ'ଣ କଲେ? ବାହାର କରି ଆଣିଲେ। ଆଉ କହିଲେ, ତୁମେ ଜଲ୍ଦି ବାହାରି ଆସ। କିନ୍ତୁ ହେଲେ ବି ଲୋଟଙ୍କର ସ୍ତ୍ରୀ କ'ଣ କଲେ? ବୁଲି ପଡ଼ି ପଛକୁ ଅନେଇଲେ। ଯେଉଁ ଘରେ ମୁଁ ରହିଲି, ଯେଉଁ ଦେଶରେ ମୁଁ ରହିଲି, ଆଉ ସେ ଦେଶକୁ ଦେଖିବା ପାଇଁ ସେ କ'ଣ କଲେ? ମୁହଁ ବୁଲାଇଲେ। ଆଉ ସଙ୍ଗେ ସଙ୍ଗେ ସେ କ'ଣ ହେଲେ? ଲବଣ ସ୍ତମ୍ଭ ପାଲଟି ଗଲେ। ବାକ୍ୟରେ ମାନେ ପଢ଼ିଛୁ। ଯେତେବେଳେ ପ୍ରଭୁଙ୍କର କ୍ରୋଧ ଆମମାନଙ୍କ ଜୀବନରେ ବର୍ଷେ, ସେତେବେଳେ ଆମମାନେ କ'ଣ ହବା? ଭୂମିସାତ ହେଇଯିବା। ସେଥିପାଇଁ ପ୍ରଭୁଙ୍କୁ ଭୟ ରଖିବା ନିହାତି ଆବଶ୍ୟକ। ଈଶ୍ୱର ବିରୋଧୀ କାର୍ଯ୍ୟ କରିବା ପୂର୍ବରୁ ଆମେ ନିଜେ ଭାବିବା ଜରୁରୀ ଯେ ଆମମାନେ ଈଶ୍ୱରଙ୍କ ବିରୁଦ୍ଧାଚରଣ କାର୍ଯ୍ୟ କିଛି କରୁନୁ ତ? ଯଦି ଆମେ କରୁଛୁ, ତାହେଲେ ସେ ସବୁରୁ ଆମେ ନିବୃତ୍ତ ହେବା ଆବଶ୍ୟକ। ଆଉ ସେଇ ଜାଗାରେ ତାଙ୍କର 2 କନ୍ୟା ମଧ୍ୟ ଜନ୍ମ ହେଲେ। ଆଉ ସେଇ ମନ୍ଦତାରେ ସେମାନେ କ'ଣ ହେଲେ? ପ୍ରତିପାଳିତ ହେଲେ। ଯାହାଦ୍ୱାରା କି ଯେତେବେଳେ ଲୋଟ ଆଉ ତାଙ୍କର କନ୍ୟାମାନେ କ'ଣ ହେଲେ? ଯେତେବେଳେ ସଦମ ହମରାରୁ ବାହାରି ଆସିଲେ, ସେ ସମୟରେ ସେମାନେ ତାଙ୍କୁ କୁହାଗଲା ଯେ ତୁମେ କୋଉଠିକି ଯାଅ? କୁହାଗଲା ତାଙ୍କୁ ସୋୟାରରେ ବାସ କରିବାକୁ ତାଙ୍କୁ କୁହାଗଲା। କିନ୍ତୁ ସେମାନେ କହିଲେ, ଆରେ ଏଇଟା ତ ଅପରିଚିତ ଜାଗା, ଆମର ତ କେହି ବନ୍ଧୁବାନ୍ଧବ, ଆମମାନଙ୍କର କେହି ପ୍ରିୟଜନ ନାହାନ୍ତି, କେହି ପରିଚିତ ଲୋକ ନାହାନ୍ତି, ଆମମାନେ ଏଇ ଜାଗାରେ କି ପ୍ରକାର ବାସ କରିବୁ? ସେଥିପାଇଁ ସେମାନେ ଭୟଭୀତ ହେଇ ଜଙ୍ଗଲକୁ ଚାଲିଗଲେ।
ଆଉ ଜଙ୍ଗଲରେ ଯାଇ ସେମାନେ କ'ଣ କଲେ, ଦେଖିଲେ କେହି ନାହାନ୍ତି ସେ ଜାଗାରେ। ପଶୁପକ୍ଷୀ ଛଡ଼ା, ସେ ଜଙ୍ଗଲରେ ଗଛଲତା ଛଡ଼ା ଆଉ କେହି ନାହାନ୍ତି। ଦୁଇ କନ୍ୟା ସେମାନେ କ'ଣ ହେଇଥିଲେ, ମନ୍ଦତାରେ ପ୍ରତିପାଳିତ ହେଇଥିଲେ। ସଦମ ହମରାର ଯେଉଁ ମନ୍ଦତା ସେମାନଙ୍କୁ ଗ୍ରାସ କରିଥିଲା। ସେମାନେ ଭୟଭୀତ ହେଲେ, ଈଶ୍ୱର ବିହୀନ ଜୀବନ କାଟିଲେ। ଈଶ୍ୱରଙ୍କ ଉପରେ ଭରସା ସେମାନେ ରଖିଲେ ନାହିଁ। ତାଙ୍କ ଜୀବନ ଭରସାହୀନ ହେଲା। ଯେଉଁମାନେ ଈଶ୍ୱରଙ୍କୁ ଧରି ଚାଲନ୍ତି, ଈଶ୍ୱରଙ୍କ ଉପରେ ଭରସା ରଖନ୍ତି, ସେମାନେ କେବେ ବି ବିମୁଖ ହେବେ ନାହିଁ। ଆଉ ଯେଉଁମାନେ ଈଶ୍ୱରଙ୍କ ଉପରେ ଭରସା ନ ରଖନ୍ତି, ଈଶ୍ୱରଙ୍କୁ ନିଜର ନ କରନ୍ତି, ଯେ ମୋତେ ଯେତେବେଳେ ଜଗତକୁ ସଦାପ୍ରଭୁ ପଠେଇଛନ୍ତି, ନିଶ୍ଚୟ ସେ ମୋ ପାଖେ ପାଖେ ଅଛନ୍ତି, ସେ ବିଶ୍ୱାସ ସେମାନଙ୍କର ହାରି ଯାଇଥିଲା। କାରଣ ସେମାନେ ସେଇ ସଦମ ହମରାର ସେଇ ଭୟଙ୍କର ଦୃଶ୍ୟ ସେମାନଙ୍କ ଆଖିରେ ଦେଖିଥିଲେ, ଯାହାଦ୍ୱାରା କି ସେମାନେ ଭରସାହୀନ ଜୀବନ ଅତିବାହିତ କଲେ। ନିଜର ପିତାଙ୍କୁ ଅସଙ୍ଗତ ଭାବେ ସେମାନେ କ'ଣ କଲେ, ତାଙ୍କୁ ବ୍ୟବହାର କଲେ। ନିଶା ଦ୍ରବ୍ୟ ଦେଇ ତାଙ୍କୁ ଅସଙ୍ଗତ ଭାବେ ତାଙ୍କ ସହିତ ବ୍ୟବହାର କଲେ, ଯାହାଦ୍ୱାରା କି ସେମାନେ ପାପରେ ପତିତ ହେଲେ। ଲୋଟ ମଧ୍ୟ ଅଜଣାତରେ ସେମାନଙ୍କ ସଙ୍ଗେ ସହବାସ କଲେ। ପ୍ରଭୁ ଆମମାନଙ୍କର ଜୀବନରେ ଏ ପ୍ରକାର ଦିନ ମଧ୍ୟ ଦେଇଛନ୍ତି। ଭରସାହୀନ ଜୀବନ, ଯେ ମୋ ପାଇଁ ମୋ ପ୍ରଭୁ ଅଛନ୍ତି, ଆଜି ମୋତେ ନିଶ୍ଚୟ ସେ ବାଟ କଢ଼େଇବେ, ସେ ମୋତେ ରାସ୍ତା ଦେଖେଇବେ, ସେ ମୋତେ ପଥ ଦେଖେଇବେ। ଯାହା ଜୀବନରେ ଏ ପ୍ରକାର ଭାବ ଦୂର ହୋଇଥାଏ, ଯେଉଁମାନେ ମନ୍ଦ ନିଶାରେ ବିଭିନ୍ନ ପ୍ରକାର ନିଶାଗ୍ରସ୍ତରେ ଜୀବନ ଅତିବାହିତ କରୁଛନ୍ତି, ପ୍ରଭୁଙ୍କୁ ଜାଣନ୍ତି। ଲୋଟ ମଧ୍ୟ ପ୍ରଭୁଙ୍କୁ ଜାଣିଥିଲେ, ସଦାପ୍ରଭୁଙ୍କୁ ଭୟ କରୁଥିଲେ, ସଦାପ୍ରଭୁଙ୍କ ସହିତ ସେ ଥିଲେ, ଅବ୍ରାହମଙ୍କ ସହିତ ସେ ଥିଲେ। କିନ୍ତୁ ତାଙ୍କର ଲୋଭ ବଢ଼ିଲା, ସେ ସଦମ ହମରାକୁ ନିଜର କଲେ। ସେଇ ପ୍ରକାର ଯେତେବେଳେ ଆମମାନଙ୍କ ଜୀବନରେ ଈଶ୍ୱରଙ୍କର ଭରସା ଯେତେବେଳେ କମିଯାଏ, ସେତେବେଳେ ଆମମାନେ କ'ଣ କରୁ, ଈଶ୍ୱର ଭରସାହୀନ କାର୍ଯ୍ୟ କରିଥାଉ। ଆମମାନଙ୍କ ଜୀବନରେ ଅସଜଡ଼ା ବିଷୟ ଗୁଡ଼ିକ ଆସିଯାଇଥାଏ। ପ୍ରଭୁ ଆମମାନଙ୍କୁ ଏତେ ସୁନ୍ଦର ଜୀବନ ଦେଇଛନ୍ତି, ଆଉ ଆମମାନଙ୍କୁ ଉତ୍ତମ ଆଚରଣ ଗୁଡ଼ିକ ମଧ୍ୟ ଆପଣେଇବାକୁ କହିଛନ୍ତି। କିନ୍ତୁ ଯେଉଁମାନେ ଆଜି ନିଶାଗ୍ରସ୍ତ, ଯେଉଁମାନେ ଆଜି ବିଭିନ୍ନ ପ୍ରକାର ନିଶା ଖାଦ୍ୟ ରୂପେ ସେମାନେ ସେବନ କରୁଛନ୍ତି, ଖାଦ୍ୟ ନ ଖାଇ ମଧ୍ୟ ସେମାନେ ଦିନ ରାତି ନିଶାକୁ ନିଜର କରିଛନ୍ତି। ଆଜି ଆମମାନଙ୍କ ମଧ୍ୟରେ ସମୟ ଆସିଛି, ନୂତନ ବର୍ଷ ପ୍ରଭୁ ଆମମାନଙ୍କୁ ଦେଖିବାକୁ ଦେଉଛନ୍ତି। ଯେଉଁ ପୁରାତନ ବିଷୟ ଗୁଡ଼ିକ ଆମମାନଙ୍କର ଜୀବନରେ ଭରି ରହିଛି, ସେ ବିଷୟ ଗୁଡ଼ିକୁ ଆମେ ଯେପରି ପରିତ୍ୟାଗ କରିବା, ଈଶ୍ୱରଙ୍କ ନିମନ୍ତେ ଭରସାଯୁକ୍ତ ଜୀବନ କାଟିବା। ଅଜଣାତରେ ସେଦିନ ଲୋଟ ପାପରେ ପତିତ ହୋଇଥିଲେ। ଅଜଣାତରେ, ଜାଣିକି ସେ ପାପ କରିନଥିଲେ। ତାଙ୍କ କନ୍ୟାମାନେ ସେ ସଦମ ହମରାର ବିଷୟକୁ ଦେଖି ସେମାନେ ଭୟଭୀତ ହୋଇଯାଇଥିଲେ। ଈଶ୍ୱରଙ୍କ ଉପରେ ଭରସା ନ ରଖି ନିଜ ଜୀବନ ଉପରେ ସେମାନେ ଭରସା କରିଥିଲେ, ନିଜ ଉପରେ ଭରସା କରିଥିଲେ, ଯାହାଦ୍ୱାରା କି ସେମାନେ ନିଜେ ନିଜେ ସମସ୍ତ ବିଷୟକୁ କରିନେବି ବୋଲି ଭାବିଥିଲେ। କିନ୍ତୁ ପ୍ରଭୁ ଆମମାନଙ୍କ ଠାରୁ ତାହା ଚାହାନ୍ତି ନାହିଁ, କାରଣ ପ୍ରଭୁ ଆମମାନଙ୍କୁ ସୁନ୍ଦର ଜୀବନ ଦେଇଛନ୍ତି, ଯାହାଦ୍ୱାରା କି ଆମେ ତାହାଙ୍କର ଗୌରବର କାରଣ ହେବା। ଆଜି ଯେଉଁମାନେ ନିଶାଗ୍ରସ୍ତରେ ଜୀବନ କାଟୁଛନ୍ତି, ନିଜ ନିଜକୁ ସଜାଡ଼ିବା ପାଇଁ ପ୍ରଭୁ କହନ୍ତି, କାରଣ ସେ ଆମମାନଙ୍କର ଭରସାଯୁକ୍ତ ଜୀବନ ଅଟନ୍ତି। ସେ ଆମମାନଙ୍କୁ ଯେତେବେଳେ ଜୀବନ ଦେଇଛନ୍ତି, ଏ ଜୀବନରେ ଆମେ ତାଙ୍କୁ ଯେପରି ଧରି ରଖିବା, ତାହାଙ୍କଠାରେ ବିଶ୍ୱାସରତ ଜୀବନ କାଟିବା, ତାହାଙ୍କୁ ନେଇକି ଚାଲିବା। ଆମମାନଙ୍କର ଜୀବନରେ କେତେବେଳେ କ'ଣ ହେବ ଆମେ ଜାଣିନାହୁଁ, କିନ୍ତୁ ପ୍ରଭୁ ଆମମାନଙ୍କୁ ସୁନ୍ଦର ସୁଯୋଗ ଦେଇଛନ୍ତି। ଗତ ପରଦିନ ମୁଁ ଗୋଟେ ଜାଗାକୁ ଯାଇଥିଲି, ଆଉ ସେ ଜାଗାରେ ଆସିଲା ବେଳକୁ ମୋର ଭୟଙ୍କର ହମ୍ସରେ ଆକ୍ସିଡେଣ୍ଟ ହେଲା, କିନ୍ତୁ ପ୍ରଭୁ ସେ ଜାଗାରେ ମୋତେ ସୁରକ୍ଷା ଦେଲେ।
ତାହାଙ୍କର ଦୂତମାନଙ୍କ ଦ୍ୱାରା ମୋତେ ସୁରକ୍ଷା ଦେଲେ, ନହେଲେ ହମ୍ସରେ ପଡ଼ିକି ବହୁତ ଲୋକ କ୍ଷତିରେ ମଧ୍ୟ ପଡ଼ିଥାନ୍ତି। କିନ୍ତୁ ପ୍ରଭୁ ଯେ ମହାନ ପରମେଶ୍ୱର, ଯେତେବେଳେ ଆମେ ତାହାଙ୍କର ନିକଟବର୍ତ୍ତୀ ହେବା, ଯେତେବେଳେ ତାହାଙ୍କର ଡାକକୁ ଆମେ ଶୁଣିବା, ସେତେବେଳେ ସେ ଆମମାନଙ୍କୁ କ'ଣ କରନ୍ତି? ଆବୋରି ଧରନ୍ତି। ତାହାଙ୍କର ଦୂତମାନଙ୍କ ଦ୍ୱାରା ସେ ଆମମାନଙ୍କୁ ପାଛୋଟି ନିଅନ୍ତି, ସେ ତୁଳି ଧରନ୍ତି। ଆଉ ସେ ସମୟରେ ହୁଏତ ମୋର କ'ଣ ହେଇଥାନ୍ତା ମୁଁ ଜାଣିନି, କିନ୍ତୁ ପ୍ରଭୁ ସେ ଜାଗାରେ ମୋତେ ରକ୍ଷା କଲେ। ଆଉ 2 ଦିନ ତଳେ ମୋର ଆକ୍ସିଡେଣ୍ଟ ହେଇଥିଲା। ଆଜି ମୁଁ ପ୍ରଭୁଙ୍କର ବାକ୍ୟ କହିବା ପାଇଁ ମୁଁ ଆପଣଙ୍କ ସାମ୍ନାରେ ବସିଛି। ସେଥିପାଇଁ ପ୍ରଭୁଙ୍କ ମହାନ ନାମକୁ ଧନ୍ୟବାଦ। ଯଦି ଆମମାନଙ୍କର କୌଣସି ମନ୍ଦ ବିଷୟ ଅଛି, କେବଳ ନିଶା ନୁହଁ, ଆମମାନଙ୍କର ମନ୍ଦତା ବି ଆମମାନଙ୍କର ଗୋଟେ ନିଶା। ଆମେ ଭୁଲ କରି ଚାଲିଥାଉ, ତାକୁ ଆମେ ଠିକ୍ କରିବାକୁ କେବେ ଇଚ୍ଛା କରିନଥାଉ। ପ୍ରଭୁ ତାହା ମଧ୍ୟ ଆମମାନଙ୍କ ଠାରୁ ଚାହାନ୍ତି ନାହିଁ। ଯଦି ଆମେ ପରିତ୍ରାଣର ବୋଧ ପାଇଛୁ, ଯଦି ଆମେ ତାହାଙ୍କ ନିକଟରେ ବିଶ୍ୱାସୀ ହେଇଛୁ, ତାହେଲେ ପ୍ରଭୁ ଆମକୁ ନିଶ୍ଚୟ ରକ୍ଷା କରିବେ। ସେ ଭରସାଯୁକ୍ତ ଜୀବନ କାଟିବା ନିମନ୍ତେ ସେ ଆମମାନଙ୍କୁ ପ୍ରତିଶ୍ରୁତି ଦେଇଅଛନ୍ତି। ସେଥିପାଇଁ ଆଜି ସମୟ ଆସିଛି, ଏହି ପୁରାତନ ବର୍ଷର ସମସ୍ତ ମନ୍ଦ ଗୁଣ ଗୁଡ଼ିକୁ ତ୍ୟାଗ କରି ଆମେ ନୂତନ ବର୍ଷକୁ ଆସ୍ୱାଦନ କରିବା। ନୂତନ ବର୍ଷର ଆଗମନରେ ନୂତନ ଆନନ୍ଦ ନେଇ, ନୂତନ ଉନ୍ମାଦନା ନେଇ ଆମେ ତାହାଙ୍କର ଗୌରବର କାରଣ ହେବା। ଆଜି ଅଛୁ, କାଲି ହୁଏତ ଆମମାନଙ୍କ ଜୀବନରେ କ'ଣ ଘଟିପାରେ ଆମେ ଜାଣିନାହୁଁ, କିନ୍ତୁ ପ୍ରଭୁ ଆମମାନଙ୍କୁ ଯେଉଁ ସୁଯୋଗ ଦେଇଛନ୍ତି ଅନ୍ୟମାନଙ୍କ ଆଗରେ ତାହାଙ୍କର ବାକ୍ୟକୁ ପରିବେଷଣ କରିବା ପାଇଁ, ତାହାଙ୍କର ଗୌରବର କାରଣ ହେବା ପାଇଁ, ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ, ତାହା ଆମେ ଯେପରି ଅନ୍ୟମାନଙ୍କୁ ଜଣେଇବା। ଆମମାନଙ୍କର ମନ୍ଦ ଗୁଣ ଗୁଡ଼ିକୁ ତ୍ୟାଗ କରି, ମନ୍ଦ ବିଷୟକୁ ତ୍ୟାଗ କରି ତାହାଙ୍କର ନିକଟବର୍ତ୍ତୀ ଆମେ ଯେପରି ହେବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ନହେଲେ ସେ ସଦମ ହମରା ପରି ଆମମାନଙ୍କୁ ମଧ୍ୟ ପ୍ରଭୁ କ'ଣ କରିବେ? ଭୂମିସାତ କରିବେ। ସେଥିପାଇଁ ନିଜ ନିଜକୁ ଆମେ ତାହାଙ୍କ ନିମନ୍ତେ ପ୍ରସ୍ତୁତ କରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। हे पवित्र पिता, गौरवमय राजा, तुम्हें जे दयावान परमेश्वर प्रभु, आमानको तुम्हें जीवित मानक मध्य नामस्थान दे बंचाइच, तुमर उपस्थिति देइच, असाध्य कार्य आमानको रक्षा करुअछ। हाँ प्रभु, दुर्घटनार रक्षा कल, तुमर उपस्थिति देल, दूतमानकर आबरता देल। धन्यवाद पिता। ए पुरातन वर्षरे प्रभु आम जब तुमर गौरवर कारण हबु, नूतन संकल्प करिबु। हाँ प्रभु, तुम्हें जे आमान को निमंते जीवित राजा, तुम्हें जे आमान को निमंते भरोसा युक्त जीवन दे अछ, तुम्हें जे आमान कर भरोसा, तुम्हें जे आमान कर सर्वस्व, ताहा जेपरि आमने अन्य मान को जणाई पारिबु, सेही प्रकार तुम्हें आमान को दया करो। तुमर उपस्थिति दे आमान को तुम्हें कढ़ाओ, मंदता ठार रक्षा करो, विभिन्न प्रकार समस्या चिंतार उद्धार करो। तुमरा आनंद को अनुभव करने निमंते तुम्हें आमान को साहाय्य कर। आज जेते जणे वाक्य शुणिबे, जो मन आज निशाग्रस्त, विभिन्न प्रकार मंदतार लिप्त, से सब को त्याग करी तुमर गौरवर कारण हेबे, से प्रकार तुम्हें दया कर। प्रार्थना शुणी तुम्हें उत्तर देउछ। धन्यवाद दे सुंदर समय को आम प्रत्येक को तुमर चंते समर्पण करी प्रिय प्रभु जीशुଙ୍କ नाम मागुछु, आमेन। हे आम मानकर स्वर्गस्थ पिता, तुम नाम पवित्र बोली मान्य हो, तुम्हार राज्य आसु, जे रूपे स्वर्ग से रूपे पृथ्वी रे तुमर इच्छा सफल हो। आज आम मान को प्रयोजन आहार दियो। आम जमंत निज निज अपराधी मान को क्षमा करियछु, तुमंत अपराध तुम्हें क्षमा कर। परीक्षार न आण, मंदटा रक्षा कर। जन राजत्व, पराक्रम, गौरव सदा सर्वदा तुम्हार हो, आमेन। यीशुଙ୍କ रक्तर जय, यीशुଙ୍କ रक्तर जय, यीशुଙ୍କ रक्तर जय, आमेन।